नमस्कार जय जगन्नाथ आम चैनल शिक्षा स्वाध्याय को आपण मानक स्वागत। आज आम दशम श्रेणी साहित्य बहिर प्रथम पद्य वंदे उत्कल जननीर व्याख्या करने को जाउछु। प्रथमे आम कवि परिचय देखि नबा। वंदे उत्कल जननीर कवि हेउचंती लक्ष्मीकांत महापात्र। से ओडिशा रे कांत कवि रूपे परिचित। तांको जन्म 1888 रे एवं मृत्यु 1953 मसीह रे। वर्तमान देखि नबा कवि परिचय। ओडिशा रे कांत कवि रूपे लक्ष्मीकांत महापात्र सुपरिचित। तांकर पैतृक ग्राम भद्रक निकटवर्ती तालपदा। पूर्वरु यह अविभक्त बालेश्वर जिला अंतर्गत थिले हे संप्रति भद्रक जिलाभुक्त होइछि। तांको पितांको नाम चौधरी भागवत प्रसाद सामंतराय महापात्र। माता राधामणि देवी। से कटक बालेश्वर ठारे हाईस्कूल शिक्षा समाप्त करी कलिकतास्थ रिपन कॉलेज और कटकर रेभेन्सा कॉलेज उच्च शिक्षा लाभ करथिले। भाग्यर विडंबना शारीरिक असुस्थता हेतु शिक्षा क्षेत्र में अधिक आगे न पारि पारिवारिक गुरु बाबाजी रामदासଙ୍କ प्ररोचन से संगीत रे मनोनिवेश करथिले। ओडिया साहित्यर बहुविध विभाग रे लेखनी चालना करी से निजर स्वतंत्र साहित्यिक परिचय सृष्टि करि पारथिले। तांकर रचित स्मरणीय कृति गुड़िक हेउछि कणा मामू जोटा कि गोटे उपन्यास, जीवन संगीत सेटा हेउछि संगीत गुच्छ, देही पदपल्लव मुदारम गोटे गल्प संकलन, चटक चंद्रहास चंपू हेउछि लालिका, शरीर मान्द्यं हेउछि प्रबंध संकलन प्रभृति। तांकर गल्प बुढ़ा संखारी और कविता सबुथिरु वंचित करी ओडिशार जनमानस रे बेस परिचित। 1937 मसीह प्रकाशित डगर पत्रिकार से थिले प्रतिष्ठाता संपादक। जातीयतावादी चेतना और देशात्मबोध भावनार एक मनज्ञ कृति तांक रचित वंदे उत्कल जननी। ଏହି ଗୀତଟି ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି। ବର୍ତ୍ତମାନ ତାଙ୍କର ଏତିକି କୃତି ଆଉ ତାଙ୍କ ଜନ୍ମ ମସିହା, ଜନ୍ମ ସ୍ଥାନ, ତାଙ୍କ ବାପାଙ୍କ ନାଁ, ମାଙ୍କ ନାଁ ଏଇସବୁ ହେଉଛି, ଆଉ ତାଙ୍କ ଗୁରୁଙ୍କ ନାଁ ବି ମଧ୍ୟ ଏଠାରେ ଅଛି। ରାମଦାସ ହେଉଛନ୍ତି ତାଙ୍କ ଗୁରୁ। ଏଇସବୁ ହେଉଛି ମୁଖ୍ୟ ମୁଖ୍ୟ ପଏଣ୍ଟସ୍ ମନେ ରଖିବାକୁ ହେବ। ବେଳେବେଳେ କବି ପରିଚୟରୁ ମଧ୍ୟ କ୍ୱେଶ୍ଚନ୍ ଆସିଥାଏ। ଏସବୁ କିଛି କିଛି ମନେ ରଖିବାକୁ ହେବ। ବର୍ତ୍ତମାନ କବିତା ଦେଖି ନବା। वंदे उत्कल जननी चारु हासमयी चारु भासमयी जननी जननी जननी। वंदे उत्कल जननी, हे उत्कल जननी। उत्कल को एठारे माँ तुल्य देखा जाइछि। आम जन्मभूमि, आम उत्कल, आम ओडिशा हेउछि आम मातृभूमि। तेणु से हेउछि वंदनीय। चारु हासमयी चारु भासमयी जननी जननी जननी। चारु अर्थ हेउछि सुंदर, चारु हासमयी अर्थात ଯାହାର ହସ ସୁନ୍ଦର, ଚାରୁ ଭାଷମୟୀ ଯାହାର ଭାଷା ସୁନ୍ଦର, ଜନନୀ 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 ଏଟା ହେଉଛି ଘୋଷା। ଜନନୀଙ୍କର ଜୟଗାନ କରି କବି ଏଠାରେ ସେଇ ଜନନୀଙ୍କର ଗୁଣଗାନ କରି ଏଠାରେ ବାରମ୍ବାର ଜନନୀ ବୋଲି ଉଚ୍ଚାରଣ କରୁଛନ୍ତି। କବି ଏଠାରେ ଉତ୍କଳ ଜନନୀଙ୍କର ବନ୍ଦନା କରି କହୁଛନ୍ତି, ହେ ଉତ୍କଳ ଜନନୀ, ତୁମର ହସ ଯେପରି ସୁନ୍ଦର, ତୁମର ଭାଷା ମଧ୍ୟ ସେହିପରି ସୁନ୍ଦର। ପୂତ ପୟୋଧି ବିଧୌତ ଶରୀରା ताल तमाल सुशोभित तीरा शुभ्र तटिनीकूल शिखर समीरा जननी जननी जननी। पूत अर्थात पवित्र, पयोधि हेउछि सागर, विधौत अर्थ हेउछि धोईदेवा, शरीर ଯାହାର ଶରୀରକୁ ପବିତ୍ର ଜଳଧାରା ଧୋଇ ଦେଉଥାଏ। ତାଳ ତମାଳ ସୁଶୋଭିତ ତୀରା ଯାହାର ତଟଦେଶ, ତୀରର ଅର୍ଥ ହେଉଛି ତଟଦେଶ, ଯାହାର ତଟଦେଶ ତାଳ ତମାଳ ବୃକ୍ଷରେ ସୁଶୋଭିତ। ଶୁଭ୍ର ତଟିନୀକୂଳ ଶିକର ସମୀରା, ଶୁଭ୍ର ଅର୍ଥାତ୍ ପବିତ୍ର, ତଟିନୀ ହେଉଛି ନଦୀ, ଶିକର ହେଉଛି ଜଳକଣା, ସମୀରା ଅର୍ଥ ପବନ ବହୁଥିବା। ଯାହାର ପବିତ୍ର ନଦୀ କୂଳରେ ସୁନ୍ଦର ଶୀତଳ ସମୀର ବହୁଥାଏ, ସେହି ହେଉଛନ୍ତି ଆମର ଉତ୍କଳ ଜନନୀ। ଯାହାର ଶରୀରକୁ ପବିତ୍ର ଜଳଧାରା ଧୋଇ ଦେଉଥାଏ, ଯାହାର ତଟଦେଶ ତାଳତମାଳ ବୃକ୍ଷରେ ସୁଶୋଭିତ, ଯାହାର ନଦୀ କୂଳରେ ସୁନ୍ଦର ଶୀତଳ ସମୀର ବହୁଥାଏ, ସେ ହେଉଛନ୍ତି ଉତ୍କଳ ଜନନୀ। ଘନ ଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳକଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ ଜନନୀ ଜନନୀ। ଘନ ଘନ ବନଭୂମି ରାଜିତ ଅଙ୍ଗେ ଅର୍ଥାତ୍ ଯାହାର ଅଙ୍ଗରେ ସେହି ଉତ୍କଳ ଜନନୀ, ତାଙ୍କ ଅଙ୍ଗରେ ଘନ ଘନ ବନଭୂମି, ଏଠାରେ ଘନ ଘନ ବନ ପ୍ରଦେଶ, ଜଙ୍ଗଲ, ପାହାଡ଼, ଝରଣା, ନଦୀ ଇତ୍ୟାଦି
ଶୋଭା ପାଉଛି, ରାଜିତ ଅଛି, ମଣ୍ଡନ କରି ରହିଛି। ଘନ ଘନ ବନଭୂମି ଏଠାରେ ଶୋଭା ପାଉଛି, ଅଙ୍ଗମଣ୍ଡନ କରିଛି। ନୀଳ ଭୂଧର ମାଳା ସାଜେ ତରଙ୍ଗେ। ନୀଳ ଭୂଧର ମାଳା, ଭୂଧର ହେଉଛି ପାହାଡ଼, ଭୂଧରର ମାଳା ତ ପାହାଡ଼ ପରେ ପାହାଡ଼, ପାହାଡ଼ ପରେ ପାହାଡ଼ର ଯେଉଁ ଗୋଟେ ପଙ୍କ୍ତି ଥାଏ, ସେହି ନୀଳ ଭୂଧର ମାଳା, ଦୂରରୁ ଦେଖାଯାଉଥିବା ସୁନ୍ଦର ନୀଳ ଭୂଧର ମାଳା, ପାହାଡ଼ର ଗୋଟିଏ ଶ୍ରେଣୀ ତରଙ୍ଗ ଭଳି ଶୋଭା ପାଉଛି। କଳକଳ ମୁଖରିତ ଚାରୁ ବିହଙ୍ଗେ, ଯାହାର ଆକାଶ ସୁନ୍ଦର ସୁନ୍ଦର ପକ୍ଷୀ ଦ୍ୱାରା ରଙ୍ଗ ବିରଙ୍ଗର ପକ୍ଷୀମାନଙ୍କ କଳରବରେ ମୁଖରିତ ହୋଇ ଉଠୁଛି। ସେ ହେଉଛନ୍ତି ଆମର ଉତ୍କଳ ଜନନୀ। ଜନନୀ ଜନନୀ ଜନନୀ, ପୁଣି ତାଙ୍କ ଜୟଗାନ କରି କବି ଏଠାରେ ତାଙ୍କୁ ଜନନୀର ଆଖ୍ୟା ଦେଇଛନ୍ତି, ମାର ଆଖ୍ୟା ଦେଇଛନ୍ତି। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର, ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୋଗୀ ଋଷିଗଣ ଉଟ୍ଟଜ ପବିତ୍ର, ଜନନୀ ଜନନୀ ଜନନୀ। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର ଅର୍ଥାତ୍ ଯାହାର କ୍ଷେତ୍ର, ଯାହାର କୃଷିଭୂମି ସୁନ୍ଦର ଶାଳୀ, ଶାଳୀ ହେଉଛି ଏକ ପ୍ରକାର ଧାନ୍ୟ, ଏହି ସୁନ୍ଦର ଶାଳୀରେ ସୁଶୋଭିତ। ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଜ୍ଞାନ ବିଜ୍ଞାନର ପ୍ରଦର୍ଶନରେ ଯାହାର ଚକ୍ଷୁ ଉଦ୍ଭାସିତ ହୋଇ ଉଠୁଛି। ଯୋଗୀ ଋଷିଗଣ ଉଟ୍ଟଜ ପବିତ୍ର, ଯୋଗୀ ଋଷିମାନଙ୍କର ଉଟ୍ଟଜ, ତାଙ୍କର ବାସସ୍ଥାନ, ଯିଏ ନିଜ ବକ୍ଷରେ ଧାରଣ କରି ତାର ପବିତ୍ରତାର ପରିଚୟ ଦେଉଛି, ସେ ହେଉଛି ଏ ଆମର ଉତ୍କଳ ଜନନୀ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁ କଳାବଳି ଶୋଭିତ ବେଶା, ପୁଣ୍ୟ ତୀର୍ଥଜୟ ପୂର୍ଣ୍ଣ ପ୍ରଦେଶା, ଜନନୀ ଜନନୀ ଜନନୀ। ଉତ୍କର୍ଷ କଳାର ଦେଶ ହେଉଛି ଉତ୍କଳ। ବିଭିନ୍ନ ସ୍ଥାପତ୍ୟ କଳାର ନିଦର୍ଶନ ଦେଇ ଆସିଛି ଉତ୍କଳ। ଓଡ଼ିଶାର ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ଆମେ ଦେଖିବାକୁ ପାଇଥାଉ। ତେଣୁ ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଏହି ଉତ୍କଳ ଦେଶ ହେଉଛି ସୁନ୍ଦର ସୁନ୍ଦର ସ୍ଥାପତ୍ୟ କଳା ମଣ୍ଡନ କରୁଥିବା ମନ୍ଦିରମାନଙ୍କରେ ସୁସଜ୍ଜିତ। ଏହାର କଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ, ସମସ୍ତଙ୍କ ମନକୁ ମୋହି ନିଏ। ଏହି ସୁନ୍ଦର ମନ୍ଦିରରେ ଓଡ଼ିଶାର ପ୍ରଦେଶ ବିମଣ୍ଡିତ। ଚାରୁ କଳାବଳି ଶୋଭିତ ବେଶା, ଯାହାର ବେଶ, ଯାହାର ରୂପ ଚାରୁ ନିଖୁଣ କାରୁକାର୍ଯ୍ୟରେ, ଚାରୁ ଅର୍ଥ ସୁନ୍ଦର, ନିଖୁଣ କାରୁକାର୍ଯ୍ୟରେ ନିର୍ମିତ, ଯାହାର ମନ୍ଦିର ଗୁଡ଼ିକ ନିଖୁଣ କାରୁକାର୍ଯ୍ୟପୂର୍ଣ୍ଣ ହୋଇଥାଏ। ଆଉ ମନ୍ଦିରରେ ବିଭିନ୍ନ ସ୍ଥାପତ୍ୟ ଭାରତବର୍ଷର ଭୌଗୋଳିକ ପରିସୀମା ଅତିକ୍ରମ କରି ବିଦେଶରେ ମଧ୍ୟ ନାମ ଅର୍ଜନ କରିଛି। ସେହି ମନ୍ଦିରର ସୁନ୍ଦର ଚାରୁକଳାବଳି ଏଠାରେ ମଣ୍ଡିତ ହୋଇ ରହିଛି। ପୁଣ୍ୟ ତୀର୍ଥଜୟ ପୂର୍ଣ୍ଣ ପ୍ରଦେଶା, ପୁଣ୍ୟ ତୀର୍ଥଜୟ, ଏଠାରେ ବିଭିନ୍ନ ପ୍ରକାରର ତୀର୍ଥସ୍ଥାନ ମଧ୍ୟ ଅଛି। ଆଉ ସେ ତୀର୍ଥସ୍ଥାନ ଓଡ଼ିଶାର ପ୍ରଦେଶକୁ ପୂର୍ଣ୍ଣ କରୁଛି। ତେଣୁ ଓଡ଼ିଶା ପ୍ରଦେଶରେ ସ୍ଥାପତ୍ୟ ଆଉ କଳାର ଅଭାବ ନାହିଁ। ଏଠାରେ ଆମେ ବିଭିନ୍ନ କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିରମାନ ମଧ୍ୟ ଦେଖୁଛୁ। ପୁଣ୍ୟ ତୀର୍ଥମାନଙ୍କର ସଙ୍ଗମ ସ୍ଥଳ ହେଉଛି ଉତ୍କଳ ଭୂମି। ତେଣୁ ଉତ୍କଳ ହେଉଛି ଚିର ନମସ୍ୟା। ତାପରେ ଅଛି ଉତ୍କଳ ସୁରବର ଦର୍ପିତ ଗେହା, ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା, ବିଶ୍ୱ ଭୂମଣ୍ଡଳ କୃତବର ସ୍ନେହା, ଜନନୀ ଜନନୀ ଜନନୀ। ଉତ୍କଳ ସୁରବର ଦର୍ପିତ ଗେହା, ଏହି ଉତ୍କଳ ହେଉଛି ବୀର ପ୍ରସବିନୀ। ଦର୍ପିତ ସୁରବରମାନଙ୍କର ଗୃହ ବାସସ୍ଥାନ ହେଉଛି ଉତ୍କଳ ପ୍ରଦେଶ। ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା, ଅରି ହେଉଛି ଶତ୍ରୁ, ଅରିକୁଳ ଶୋଣିତ ମାନେ ଶତ୍ରୁମାନଙ୍କ, ଶୋଣିତ ହେଉଛି ରକ୍ତ, ଶତ୍ରୁମାନଙ୍କର ରକ୍ତରେ ଉତ୍କଳର ଶରୀର ଚର୍ଚ୍ଚିତ, ଶତ୍ରୁର ରକ୍ତରେ ଉତ୍କଳ ଜନନୀ ଅନୁରଞ୍ଜିତ। ବିଶ୍ୱ ଭୂମଣ୍ଡଳ କୃତବର ସ୍ନେହା, କେବଳ ଓଡ଼ିଶା ନୁହେଁ, ଭାରତ ନୁହେଁ, ବିଶ୍ୱର ସମସ୍ତ କ୍ଷେତ୍ରରେ ଓଡ଼ିଶାର କୃତବରମାନେ, ଓଡ଼ିଶାର ଜ୍ଞାନୀ ଗୁଣୀ ଯଶସ୍ୱୀ ବିଦ୍ୱାନମାନେ ସ୍ନେହ ଭାଜନ ହେଉଛନ୍ତି। ତେଣୁ ଏହି ଓଡ଼ିଶା ହେଉଛି, ଏହି ଉତ୍କଳ ହେଉଛି ଆମର ବନ୍ଦନୀୟ ଚିର ନମସ୍ୟା। କବିକୁଳ ମୌଳି ସୁନନ୍ଦନ ବନ୍ଦ୍ୟା, ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟୋ ପୁଣ୍ୟୋ ଚିର ଶରଣ୍ୟୋ, ଜନନୀ ଜନନୀ ଜନନୀ। କବିକୁଳ ମୌଳି, କବିକୁଳ ମୌଳି ଅର୍ଥାତ୍ କବିମାନଙ୍କର ଯେଉଁ କୂଳ, କବିମାନଙ୍କର ଯେଉଁ ସମୂହ ଅଛି, ତାଙ୍କ ମଧ୍ୟରେ ଯିଏ ମୁକୁଟ ସଦୃଶ, ମୌଳି ଅର୍ଥାତ୍ ମୁକୁଟ, ଯିଏ ସବୁଠାରୁ ଶ୍ରେଷ୍ଠ, ଯିଏ ସବୁଠାରୁ ଜ୍ଞାନୀ, ସେଇ ସୁନନ୍ଦନ ମାନଙ୍କ ଦ୍ୱାରା ସିଏ ବନ୍ଦନୀୟ। ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ଯାହାର କୀର୍ତ୍ତି, ଯାହାର ଯଶ ଭୁବନ ବିଘୋଷିତ, ପୁରା ଭାରତରେ, ପୁରା ଭୁବନରେ, ପୁରା ସମଗ୍ର ପୃଥିବୀରେ ତାର କୀର୍ତ୍ତି ଅନିନ୍ଦ୍ୟ। ଅନିନ୍ଦ୍ୟ ମାନେ ଯାହାକୁ ନିନ୍ଦା କରିହବ ନାହିଁ, ଯାହା ପ୍ରଶଂସନୀୟ। ଓଡ଼ିଶାର କୀର୍ତ୍ତି, ଉତ୍କଳର କୀର୍ତ୍ତି ଭୁବନ ବିଘୋଷିତ। ଭୁବନର ସବୁ କ୍ଷେତ୍ରରେ, ପୃଥିବୀର କୋଣ ଅନୁକୋଣରେ ଓଡ଼ିଶାର କୀର୍ତ୍ତି
ସ୍ଥାପିତ ହୋଇଯାଇଛି। ଧନ୍ୟୋ ପୁଣ୍ୟୋ ଚିର ଶରଣ୍ୟୋ ଜନନୀ ଜନନୀ ଜନନୀ। ଯିଏ ଧନ୍ୟା, ଯିଏ ପୁଣ୍ୟବତୀ, ଯିଏ ଆମକୁ ସବୁଦିନ ପାଇଁ ଶରଣ୍ୟ ଦେଇଥାଏ, ସେହି ଉତ୍କଳ ଜନନୀ ଆମର ଚିର ନମସ୍ୟା। ଏଠାରେ ଆମେ କବିତାର ସାରାଂଶ ବୁଝିଲେ, ତାର ଗଦ୍ୟ ରୂପ ଟିକେ ଦେଖିନେବା। ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କର ହସ ସୁନ୍ଦର ଓ ଭାଷା ସୁନ୍ଦର, ତେଣୁ କବି ବାରମ୍ବାର ତାଙ୍କର ବନ୍ଦନା କରିଛନ୍ତି। ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦିଏ। ତାଳ ଓ ତମାଳ ବୃକ୍ଷ ଦ୍ୱାରା ସମୁଦ୍ରର ତଟଦେଶ ସୁଶୋଭିତ। ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ ତଟରେ ଶୀତଳ ପବନ ପ୍ରବାହିତ। ଉତ୍କଳ ଜନନୀଙ୍କ ଶରୀର ଘଞ୍ଚ ବନଭୂମିରେ ପରିଶୋଭିତ। ନୀଳ ପର୍ବତମାଳା ତରଙ୍ଗ ଆକାରରେ ପ୍ରକାଶ ପାଇବା ଲକ୍ଷ୍ୟ କରିହୁଏ। ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର ପକ୍ଷୀମାନଙ୍କର କଳରବରେ ମୁଖରିତ ହେଉଥାଏ। ଉତ୍କଳର ଶସ୍ୟକ୍ଷେତ ସୁନ୍ଦର ଧାନରେ ପରିପୂର୍ଣ୍ଣ। ତାଙ୍କର ଚକ୍ଷୁ ଜ୍ଞାନ ବିଜ୍ଞାନ ପ୍ରଦର୍ଶନରେ ଉଦ୍ଭାସିତ। ବହୁ ଯୋଗୀ ଋଷିଙ୍କ କୁଟୀର ଦ୍ୱାରା ଉତ୍କଳ ଜନନୀ ପବିତ୍ର। ସୁନ୍ଦର ମନ୍ଦିରମାନଙ୍କର ଉତ୍କଳ ଭୂମି ବିମଣ୍ଡିତ। ତାଙ୍କର ବେଶ ଚାରୁକଳା ଦ୍ୱାରା ସୁଶୋଭିତ। ଅନେକ ପୁଣ୍ୟ ତୀର୍ଥରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ। ବହୁ ବୀର ଓ ଯୋଦ୍ଧାଙ୍କର ବାସଭୂମି ଉତ୍କଳ। ଶତ୍ରୁମାନଙ୍କ ରକ୍ତରେ ଉତ୍କଳ ଜନନୀଙ୍କ ଦେହ ଅନୁରଞ୍ଜିତ। ସମଗ୍ର ବିଶ୍ୱରେ ଓଡ଼ିଶାର ଗୁଣୀ ଜ୍ଞାନୀ ଓ ବିଦ୍ୱାନମାନେ ସ୍ନେହଭାଜନ। ମହାନ କବି ଓ ସୁପୁତ୍ରମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା। ତାଙ୍କର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ପ୍ରଚାରିତ। ସେଥିପାଇଁ ସେ ଧନ୍ୟା, ପୁଣ୍ୟବତୀ ଓ ସର୍ବଦା ଶରଣଦାତ୍ରୀ ଭାବେ ଚିର ନମସ୍ୟା। ଏଠାରେ କବିତାର ସମ୍ପୂର୍ଣ୍ଣ ଆଲୋଚନା ସରିଯାଇଛି। ଏହାର ପ୍ରଶ୍ନାବଳୀ ମଧ୍ୟ ଚ୍ୟାନେଲରେ ଆଭେଲେବୁଲ୍ ଅଛି। ପ୍ଲେଲିଷ୍ଟକୁ ଯାଇ ଆପଣମାନେ ଚେକ୍ କରିପାରିବେ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓ ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।